ଏବେ ଦେଖନ୍ତୁ ସାଙ୍ଗମାନେ ମୁଁ ଆମର ମହାନଦୀକି ଆସିଥିଲି 4ଟା ରାତିରୁ। ଏବେ ସକାଳ ପାଇଗଲାଣି, ହେଇଗଲାଣି ଆମର 6:30। ଆଉ ଗୋଟେ ପିଲାକୁ ଡାକି ସିଏ ବି ରାତି ଅନିଦ୍ରା ହେଇକି ଆସିଛି, ମୋ ସହିତ ବସିଛି। ଏମିତି ଆମର ଏଇଟା ଏଇ ଘରଟା ଅଛି, ଏଇଟା ଆମର ଶ୍ମଶାନ ଘର ହେଉଛି। ଏଇଟା ଶ୍ମଶାନ ଘରଟା ଏଇଠି ଅଛି ଏ ଜାଗାରେ। ସେଠି ବସି ଆସିକି ଆଉ ବଜା ବସେଇଛି ଆମର ମହାନଦୀରେ ଆଜି, ସେଠି ବସେଇଛି। ଯିବା ଦେଖିବା, ଆଉ ଟିକେ ହେଇଯାଉ ଦେଖିବା କେତେ ମାଛ କ'ଣ ପଡ଼ିଛନ୍ତି। ଏବେ ଦେଖନ୍ତୁ ସାଙ୍ଗମାନେ ମୋ ଗାଡ଼ି ଏପଟେ ଥୁଆ ହେଇଛି ରାତିରୁ। ଏଇଟା ଆମର ଗୋଟେ ଭଲ ଏ ଶ୍ମଶାନ ଘର ଯେଉଁ ହେଉଛି, ଏଇଟା ଗୋଟେ ଭଲ ପାର୍କ ଭଳିଆ ହେବ। ସବୁ ଗଛ ଲାଗି ଦେଖନ୍ତୁ, ଏଠି ସବୁ ପାର୍କ ଭଳିଆ ହେବ, ସବୁ ଗଛ ଲାଗିବ। ଆହୁରି କାମ ଚାଲିଛି। ଏବେ ସେ ନଦୀ ତ ବଢ଼ି ଆସିଲାଣି, ଦେଖନ୍ତୁ ନଦୀ ବଢ଼ିଗଲାଣି, ମାଟି ପଡ଼ିଛି, କାମ ଚାଲିଛି। ସେଇଟା ଆମର ମେନ୍ ରୋଡ଼ଟା, ଆମର କଣ୍ଟିଲୋରୁ ଦଶପଲ୍ଲା ରୋଡ଼। ଏପଟା ମେନ୍ ରୋଡ଼ଟା, ଏଇଠି ଗାଡ଼ି ଯାଉଛି ଉପରେ ଦେଖନ୍ତୁ। ଗୋଟେ ସବୁ କାମ ଚାଲିଛି। ଆଉ ସେଇଟା ଆମର ଶ୍ମଶାନ ଘରଟା, ଶ୍ମଶାନ ଘର ସେଇଟା। ମହାନଦୀ ପାଖରେ ଆମର ଶ୍ମଶାନ ଘର। ଆମର ସୂରିଆ ବସିଛି, ମୋ ନାଁ ତାଙ୍କର କହିବାକୁ ଭୁଲି ଯାଇଥିଲି। କାଳିଆ କାଳିଆ କ'ଣ ଦିଶୁଛି, ଆମର ରାତି ହେଇଛି ନା। ହଁ, ଇଏ ଦେଖନ୍ତୁ ଆମର ଭାଇ ଜଣେ, ଆମର ଜଣେ ଯାଇଥିଲେ ସେ ହୁଇଲ ଖାଡ଼ି ନେଇକି, ଆଉ ଫେଲ ନଦୀ ପାଣି ଛିଡ଼ିଗଲା, ମାଛ ପଡ଼ିଲେନି, ଯାଉଛନ୍ତି ହେରି ଏବେ। ଭାଇ ଆମର ଧରୁଛନ୍ତି ଆମର ସବୁ ସାପ, ଯାହା ଦରକାର କହିବେ ଧରିବା ପାଇଁ। ଏଇଟା ହେଲା ଆମର ଯେଉଁ ଶ୍ମଶାନକୁ ପୋଡ଼ିବା ପାଇଁ ଆସୁଛନ୍ତି, ସେଇ ଘରଟା ହେଲା ଶ୍ମଶାନ ଘରଟା। ଏଇଟା ଦେଖି ଆସନ୍ତୁ, ଦେଖନ୍ତୁ କେତେ ଗଛ ଲାଗିଛି, କେତେ ସୁନ୍ଦର ସବୁ ଏଇଟା ହେଇଛି। ଆମର ବଢ଼ିଆ ପାର୍କ ଭଳିଆ। ଏଇଟା ଗୋଟେ ଦେଖନ୍ତୁ ବଉଳ ଗଛଟେ, କେତେ ପ୍ରକାର ଏଇଟା ଅଁଳା ଗଛ, ସେପଟେ ଆମ୍ବ ଗଛ ଲାଗିଛି, ପଣସ ଗଛ ଲାଗିଛି, ଲିମ୍ବ ଗଛ, କେତେ ଏଇଠି 20-30 ପ୍ରକାର ଗଛ ଲାଗିଛି ଆମର ଏଇଠି। ଏଇଟା କଣ୍ଟିଲର ମେନ୍ ଶ୍ମଶାନ ଘରଟା ଦେଖନ୍ତୁ। ମୁଁ ଏଇଠି 4ଟା ରାତିରେ ଆସିକି ବଜା ପକେଇଛି, ଏକୁଟିଆ ଆସିଥିଲି। ଏନୁ ତାକୁ ଡାକି, ସେ ସୂରିଆକୁ ସେ ଆସିଲା। ଏଇଟା ଗୋଟେ ଘର ଚାଲିଛି। ଏସବୁ କାମ ହେଇଯିବ, ଚାଲିଛି ଆମର। ଶ୍ମଶାନ ଘର ଦେଖନ୍ତୁ, ନଦୀ ପୁରା ପାଖରେ। ଏଇଟା ହେଲା ଆମର ମହାନଦୀ। ମହାନଦୀ ବଢ଼ିଥିଲା, ଏବେ ଆଜି ପାଣି ଛିଡ଼ି ଯାଇଛି। ହୀରାକୁଦ ପାଣି ଯେଉଁ ଛାଡ଼ିଥିଲା, ଏବେ କମିଗଲାଣି ପାଣି। ଦେଖିବା କ'ଣ ମାଛ ପଡ଼ିଛନ୍ତି ବଜାର, ଟିକେ ଦେଖିବା। ଆଉ ସୂରିଆ ମୋତେ ଟିକେ ବହୁତ ସାହାଯ୍ୟ କରୁଛି, ଆଉ କେହି ଆସିଲେନି, ସବୁ ଶୋଇ ପଡ଼ିଛନ୍ତି। ଡାକିଲିକି ଆସିଲେନି, ପିଲାଟା ହେଲା ମୋତେ ସାହାଯ୍ୟ କଲା ଆସିକି। ଏଇ ଦେଖ ନଦୀ ବଢ଼ିଛି, ଗାଧୋଉଛନ୍ତି ସବୁ ସକାଳୁ ସକାଳୁ ଆସିକି ଆମର। ସାଙ୍ଗମାନେ ମୁଁ ଆସିଛି ହେରି ଆମର ଗୋରୁଜ, ଦେଖନ୍ତୁ ଗୋରୁଜ, ଏଇଟା ଗୋରୁଜ କହୁଛନ୍ତି ଆମେ ଏପଟେ। ପାଣି ଗୁରା ବଢ଼ିଥିଲା, ଏଇ ଯେଉଁ କଥା ଦେଖୁଛନ୍ତି, ଏଇଠି ପାଣି ଥିଲା, ହେଲେ କମିଯାଇଛି ରାତି। ମୁଁ ବଜାରଟା ଆମର ସେଠି ବସେଇଛି, ସେଠି ଯିବାକୁ ପଡ଼ିବ। ସନିଆ ଭାଇ ଏବେ ଯାଉଛନ୍ତି। ସାଙ୍ଗମାନେ ଦେଖିବା ଆମର ଯେଉଁ ବଜା ବସିଥିଲା 4ଟା ରାତିରୁ ଆସିକି, ଆସନ୍ତୁ ଦେଖିବା କ'ଣ ମାଛ ପଡ଼ିଛନ୍ତି। ମୋ ଗୋଡ଼ ଖସିଗଲା, ଏନୁ ପଡ଼ିଯାଇଥାନ୍ତି। ଆଉ ଦେଖନ୍ତୁ ସାଙ୍ଗମାନେ, ଆମେ କେତେ କଷ୍ଟ କରୁଛୁ। ଏଇ କଷ୍ଟକୁ ନେଇ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ।
କୋଉଠି କ'ଣ କରିଛି ସେ ଭୁଲିଗଲାଣି। ଭାଇ କ୍ୟାମେରାମ୍ୟାନ୍ ତ ଗୋଡ଼ ଖସିଯାଉଛି। ଏବେ ଦେଖ ସାଙ୍ଗମାନେ ମୁଁ 4ଟା ରାତିରେ ଆସିଲା ବେଳକୁ ଏଇଗୁଡ଼ା ଟୋଟାଲ ମାନେ ପାଣି ଥିଲା, ଏବେ 2-3 ଘଣ୍ଟା ପାଣି ଶୁଖିଗଲାଣି, ମାନେ କେତେ କମି ଯାଉଛି ପାଣି। ଗୋଟିଏ ବଜା ବସେଇଛି। ପ୍ରଥମେ ଆସିଛି ଏଇଥର ଆମର ମହାନଦୀ କି ଏଇ ଟିକେ ରହିବ ନାଇଁ ଆମର ଏତେ ଜୋରରେ ହଉଥିଲା ଯେ ଗୋଟେ ପଥର ମଡ଼େଇକି ରଖିଛି। ଦେଖିବା କ'ଣ ମାଛ ପଡୁଛନ୍ତି। ବେଶୀ ପଡ଼ିନାହାନ୍ତି, ଗୋଟେ ପଡ଼ିଛି ତୋଡ଼ି ମାଛ ଏଇଠି, ତୋଡ଼ି ବମି ଛୁଆଟେ ପଡ଼ିଛି। ସାପ ଭଳିଆ ଦେଖାଯାଉଛି। ପାଣି ଛିଡ଼ିଗଲାଣି, ପଡ଼ିନାହାନ୍ତି, ଅଳ୍ପ ପଡ଼ିଛନ୍ତି। ତାପରେ ଏଠି ବି ସୁଅ ହଉନି, ସୁଅ ଜାଗାରେ ଅଧିକ ପଡ଼ିବେ। ରାତି 4ଟାରୁ ଆସିକି ବେକାର ହେଇଗଲା। ମୁଁ ଆସିନି, ମୁଁ ତ 6ଟାରେ ଆସିଲି, ସିଏ ରାତି 4ଟାରୁ ଆଇଛି। ଦେଖ ଜାଗା କିଛି ମାଛ ନାହିଁ, 4 ଘଣ୍ଟା ମାନେ ରାତି ଏଇଠି ରହିକି ଶ୍ମଶାନ ପାଖରେ ଯାଉଛି, କିଛି ମାଛ ନାହିଁ। କାଲି ଗୋଟେ ବମି ଫାଷ୍ଟ ଟାଇମ୍ ମୁଁ ଟ୍ରାଏଲ୍ କରିବା ପାଇଁ ଆସିଥିଲି ମହାନଦୀକି। ମହାନଦୀରେ କିଛି ଭଲ ମାଛ ପଡ଼ୁନାହାନ୍ତି, ମାନେ ଅଧିକ ପାଣି, ଦେଖନ୍ତୁ କେତେ ପାଣି। ତାପରେ ପାଣି ଛିଡ଼ିଗଲେ ମାଛ ବି ଭଲ ପଡ଼ିବେନି, ବଢ଼ିଲେ ପଡ଼ିବେ। ମୁଁ ଏଇଟା ଫାଷ୍ଟ ଟାଇମ୍ ଆସିଥିଲି ମହାନଦୀକି, କିଛି ମାଛ ନାହାନ୍ତି। ଦେଖନ୍ତୁ ଗୋଟେ ବମି ଚୁଆଡ଼େ ପଡ଼ିଛି। ଯଦି ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିଦିଅନ୍ତୁ, ଆଉ ସବସ୍କ୍ରାଇବ୍ ଗୋଟେ କରିଦିଅନ୍ତୁ ଆଉ। କୋଲାର ଗୋଲ୍ଡ ଫିସ୍। ଦେଖନ୍ତୁ ସାଙ୍ଗମାନେ ଆମର ସେଇ ଯେଉଁ ମହାନଦୀରୁ ଯାଇଥିଲେ ମାଛ ପାଣିରେ ଛାଡ଼ିଦେଲେ, ଏତିକି ପଡ଼ିଛନ୍ତି। ଆଉ ମାଛ କ'ଣ ପାଇଁ ପଡ଼ିଲେନି, ମୁଁ ବଜାରଟା ଟିକେ ଚେକ୍ କରି ଦେଖିଲା ବେଳକୁ ସେ ଯେଉଁ ଖୋଳି କହୁଛନ୍ତି, ଦେଖନ୍ତୁ ମୂଷା କାଟି ଦେଇଛି। ମୁଁ ଦେଖିନି, ରାତିରେ ଥୁଆ ହେଇଛି, ମୂଷା କାଟି ଦେଇଛି। ମାନେ 2ଟା କାଠି ରହିବା କଥା ଖୋଳିରେ, ସେ 3-3ଟା, ମାନେ ଦେଖନ୍ତୁ ମୋ ଆଙ୍ଗୁଠି ଗଳି ଯାଉଛି। ଦେଖନ୍ତୁ ବଡ଼ ବଡ଼ କଣା ହେଇଯାଇଛି, ସେଥିପାଇଁ ମାଛ କିଛି ରହିଲେନି, ସବୁ ଏଇପଟେ ମାନେ ପଶିଗଲେ ଆଉ ଆସିକି ପଳେଇଲେ। ସବୁ ବଡ଼ କାଟି ଦେଇଛନ୍ତି, ଏପଟେ ବି କାଟି ଦେଇଛନ୍ତି। ଆଉ ଏଇଟା ଆଉ ଗୋଟେ ବଜା ଦେଖିଲି, କହିଲି ସେଇଟା ସେମିତି ହେଇଛି ନା କ'ଣ, ଦେଖିଲା ଆସିକି ସେଇଟା ନାହିଁ, କିଛି ହେଇନି। ଏଇଟା 2ଟା କାଠି ବାଲା ଅଛି, ମୁଁ ଦେଖିନି, ସେଇଟା ନେଇ ପଳେଇଲି। ମୋର ଲସ୍, 4 ଘଣ୍ଟା ପୁରା ଲସ୍ ହେଇଗଲା। ଏଇଟା 2ଟା କାଠି ଅଛି, ଆଙ୍ଗୁଠି ଗଳୁନି, ଦେଖନ୍ତୁ ଆଙ୍ଗୁଠି ଗଳୁନି। ଆଉ ଏଇଟା ପୁରା ମୂଷା କାଟି ଦେଇଛି ଆମର, ଦେଖନ୍ତୁ ସବୁ ମାଛ ସେଥିପାଇଁ ପଳେଇଲେ, କିଛି ଲାଭ ହେଲାନି। ଏତିକି ପଡ଼ିଛନ୍ତି, ଗୋଟେ ବମି ଛୁଆ ପଡ଼ିଛି, ଯାହା ହଉ ତାକୁ ଛାଡ଼ିଦେବି ନେଇ କୁଆରେ।